ଏକ ରିସର୍ଚ୍ଚ ଅନୁସାରେ ଏହା ଜଣାପଡ଼ିଛି ଯେ 27 ରୁ 45 ବର୍ଷ ବୟସର ମହିଳାମାନେ ଯୁବତୀ କିମ୍ବା ବୟସ୍କ ମହିଳାଙ୍କ ତୁଳନାରେ ଅଧିକ ତୀବ୍ର ଯୌନ କଳ୍ପନା ଧାରଣ କରିଥାନ୍ତି। କାମବାସନା ଏପରି ଏକ ଅଗ୍ନି ଯାହା କୌଣସି ନା କୌଣସି ସମୟରେ ସମସ୍ତଙ୍କୁ ଯନ୍ତ୍ରଣା ଦେଇଥାଏ, କାରଣ କାମବାସନା ନିଆଁରୁ କେହି କେବେ ବି ରକ୍ଷା ପାଇପାରି ନାହାନ୍ତି। ଦୁନିଆର ସବୁଠାରୁ ମୂର୍ଖ ପୁରୁଷ ହେଉଛି ସେ, ଯିଏ ପରିବାରର ସମସ୍ତଙ୍କ ସହିତ ସମ୍ପର୍କ ବଜାୟ ରଖିଥାଏ କିନ୍ତୁ ନିଜ ସ୍ତ୍ରୀ ସହିତ ସମ୍ପର୍କକୁ ଦୁର୍ବଳ କରିଦେଇଥାଏ। ମଣିଷର ଚିନ୍ତାଧାରା ଯଦି ଗୋଟେ ପୁଅ ସବୁଠାରେ ଜଣାଶୁଣା ତେବେ ତାର ବ୍ୟବହାର ଭଲ ଏବଂ ଯଦି ଗୋଟେ ଝିଅ ସବୁଠାରେ ଜଣାଶୁଣା ତେବେ ତାର ଚରିତ୍ର ଖରାପ। ପ୍ରତିଶୋଧ ନେବା କଥା କେବେ ବି ଭାବନ୍ତୁ ନାହିଁ। ବସି ରୁହନ୍ତୁ ଏବଂ ଯେଉଁମାନେ ଆପଣଙ୍କ ପ୍ରତି ଅନ୍ୟାୟ କରିଛନ୍ତି ତେବେ ଶେଷରେ ସେମାନଙ୍କ ସହିତ ନିଶ୍ଚୟ ଖରାପ ହେବ। ଯଦି ମହିଳାଙ୍କ ଉପରକୁ ଯାଉ ଯାଉ ଆପଣଙ୍କ ପାଣି ତୁରନ୍ତ ବାହାରି ଯାଉଛି ବା ଠିଆ ହୋଇ ସଙ୍ଗେ ସଙ୍ଗେ ଢିଲା ପଡ଼ିଯାଉଛି ବା ଆପଣଙ୍କ ସାଇଜ୍ ଛୋଟ ଅଛି ବା କରିବା ସମୟରେ ଜଲ୍ଦି ଥକି ପଡ଼ୁଛନ୍ତି ବା ଆପଣଙ୍କ ପାଣି ପୁରା ପତଳା ହୋଇଯାଇଛି ବା ପ୍ରଥମ ଥର ପରେ ଦ୍ୱିତୀୟ ଥର କରିବାକୁ ଜମାରୁ ଇଚ୍ଛା ହେଉନାହିଁ, ତେବେ ଏହି ଉପାୟ ନିଶ୍ଚୟ କରନ୍ତୁ। ପ୍ରଥମେ ଆୟୁର୍ବେଦିକ ଦୋକାନରୁ ବୈଦ୍ୟନାଥ ମୁସଲି ପାକ କିଣି ନେଇ ଆସନ୍ତୁ ଓ ଏଥିରୁ ଗୋଟେ ଚାମଚ ସକାଳ ରାତି 2 ଥର ଖାଦ୍ୟ ଖାଇବାର 1 ଘଣ୍ଟା ପରେ ଗୋଟେ ଗ୍ଲାସ ଉଷୁମ କ୍ଷୀରରେ ମିଶାଇ ସେବନ କରନ୍ତୁ। ଏମିତି ଗୋଟେ ମାସ ଯାଏଁ ସେବନ କରନ୍ତୁ। ଧୀରେ ଧୀରେ ଏହାର ଫରକ ଜାଣିପାରିବେ। କିଛି ରାସ୍ତାରେ ଆପଣଙ୍କୁ ଏକା ଚାଲିବାକୁ ପଡ଼ିବ। ନା ପରିବାର, ନା ବନ୍ଧୁ, ନା ସାଥୀ, କେବଳ ଆପଣ ଏବଂ ଆପଣଙ୍କ ସାହସ।